আমি রেভেনসা, কমিশনার রেভেনসা। মৌসাইল আউট করে যে কোনো শিলক হবে জমিদার খাড়াই দেই পারে। হান মৌসাইল আউট করে যে কোনো শিলক হবে জমিদার আসনলো হাউট খাড়ি পারে। হাই টাইমটি ছম ভাপা রানা ফলাপ গো আমা ভিডিস খামাত জমিদার আসন লে বসাইছে। সেমটি মৌসাইলে ছম স্বামী ভৈরব কো জমিদার খাড়াই দেই পারে। আমি রেভেনসা, কমিশনার রেভেনসা। କଣ କରିବେ ନାଟକଟି ଗୋଟେ ମାନେ ସତ୍ୟ ଘଟଣା ଉପରେ ଆଧାରିତ ଅଛି। ନାଟକର ଚରିତ୍ରରେ ବସିବା ପାଇଁ କଣ କେତେ ଷ୍ଟ୍ରଗଲ କରିବାକୁ ପଡୁଥିଲା, କଣ କଣ ସବୁ ଶିଖିବାକୁ? ବହୁତ ଷ୍ଟ୍ରଗଲ କରିବାକୁ ପଡୁଥିଲା। ପ୍ରଥମ ତ ବହୁତ ମାନେ ଚରିତ୍ରକୁ ଦର୍ଶକଙ୍କ ମନ ଭିତରେ ଛାପିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥିଲା। ଯେମିତିକି ଆମେ ନର୍ମାଲ ଲାଙ୍ଗୁଏଜରେ କଥା ହଉଛନ୍ତି, କିନ୍ତୁ ଯେତେବେଳେ ବ୍ରିଟିଶ ଲାଙ୍ଗୁଏଜ ଗୋଟେ ଆସେ ନିଶ୍ଚିତ କିଛି ଡିଫରେଣ୍ଟ ଥାଏ ନର୍ମାଲ ଲାଙ୍ଗୁଏଜ ଠାରୁ। ତ ସେଇ ଯୋଉ ଲାଙ୍ଗୁଏଜ ଟାକୁ ପ୍ରାକ୍ଟିସ କରିବାକୁ ପଡିଥିଲା। ତ ଏମିତି ଚାଲିଛି ଆଉ। ଦେଖନ୍ତୁ ସେ ନାଟକ ଭିତରେ ନାଟକଟି ଦର୍ଶକ ମାନେ ଦେଖିଲେ ଜାଣିପାରିବେ ନିହାତି ଯୋଉ କଣ୍ଟ୍ରୋଭର୍ସିଟା ଉଠିଛି ରେଭେନ୍ସା ସାହେବଙ୍କ ବିଷୟରେ। ପ୍ରକୃତରେ ରେଭେନ୍ସା ସାହେବ ଆମ ଓଡ଼ିଶା ପାଇଁ ହିତାକାଂକ୍ଷୀ ଥିଲେ ନା ଆମ ଓଡ଼ିଶାର ଜଣେ ଶତ୍ରୁ ଥିଲେ? ଏଇ ନାଟକ ଦେଖି ସାରିଲା ପରେ ସବୁ ଦର୍ଶକ ବନ୍ଧୁ ମାନେ ଯୋଉ କଣ୍ଟ୍ରୋଭର୍ସି ଉଠିଥିଲା ରେଭେନ୍ସା କଲେଜର ନାଁକୁ ନେଇକି, ଆପଣ ମାନେ ଡିସିସନ ନେବେ ସେ ନାଁଟା ଉଠିବା ଦରକାର ନା ନାଁଟା ରହିବା ଦରକାର। ତେଣୁ ନାଟକ ଦେଖି ସାରିଲା ପରେ ରେଭେନ୍ସାର ଚରିତ୍ର କଣ, ରେଭେନ୍ସା କୋଉ ଟାଇପର ଥିଲେ, ସବୁ ଜିନିଷ ଆପଣ ଜାଣିପାରିବେ। ପ୍ରିପେୟାର ଅଛନ୍ତି? ହଁ, ଖଣ୍ଡଗିରି ତ ସେ ଯୁଦ୍ଧ ପାଇଁ ନିଶ୍ଚିତ ପ୍ରସ୍ତୁତି ଆରମ୍ଭ କରିଛୁ। ନିଶ୍ଚିତ ଦର୍ଶକ ବନ୍ଧୁ ମାନଙ୍କର ମନ କିଣିବୁ ବୋଲି ଆମର ଆଶା।